ସାର୍ ଜୟଜୀବ। ଜୟ ସାର୍ ଆପଣ ଗତ ଅଧ୍ୟାୟରେ 12 ନମ୍ବର ସୂତ୍ରର ଆଲୋଚନା କରିଥିଲେ ସମାଧିପାଦର ଅଭ୍ୟାସ ଅଭ୍ୟାସ ବୈରାଗ୍ୟ ନିରୋଧ ନିରୋଧ ବୃତ୍ତି ଗୁଡ଼ିକ ନିରୋଧ କରିବାକୁ ହେଲେ ଅଭ୍ୟାସ ଆଉ ବୈରାଗ୍ୟର ଆବଶ୍ୟକତା ଅଛି। ଆଉ ସାର୍ 13 ନମ୍ବର ସୂତ୍ର କ'ଣ ଅଛି ଯୋଗଶାସ୍ତ୍ର ସମାଧିପାଦର ସେ ବିଷୟରେ ଟିକେ ସାର୍ ଆଲୋଚନା କରିବେ। ସପ୍ରେମୀ ଜୟଜୀବ, ଆଜି ପୁଣି ଆପଣମାନଙ୍କ ସମ୍ମୁଖରେ ମୁଁ ଆସିଛି। ଆଜିର ଯେଉଁ ଆଲୋଚନାର ବିଷୟ ସମାଧିପାଦର 13 ନମ୍ବର ସୂତ୍ରର ଗତ ଥର ଆମେ ଆଲୋଚନା କରିଥିଲୁ ଅଭ୍ୟାସ ବୈରାଗ୍ୟଭ୍ୟାନ୍ତ ନିରୋଧ। ଅଭ୍ୟାସ ଆଉ ବୈରାଗ୍ୟ ଦ୍ୱାରା ବୃତ୍ତି ଗୁଡ଼ିକ ନିରୋଧ କରି ହେବ। ତ ଆଜିର ଯେଉଁ 13 ନମ୍ବର ସୂତ୍ରରେ ଯେଉଁ ଆଲୋଚନାର ବିଷୟ ହେବ ସେଟା ହେଉଛି କ'ଣ ନା ତତ୍ର ସ୍ଥିତ ଯତ୍ନ ଅଭ୍ୟାସ। ଅଭ୍ୟାସଟା କ'ଣ? ତତ୍ର ସ୍ଥିତ ଯତ୍ନ ଅଭ୍ୟାସ ଅର୍ଥାତ୍ ସେହି ସ୍ଥିତିରେ ରହିବାର ଯତ୍ନ କରିବାର ନାମ ହେଉଛି ଅଭ୍ୟାସ। ସେ ସ୍ଥିତିରେ କେଉଁ ସ୍ଥିତି? ଯୋଗାଭ୍ୟାସ। ତ ଏଇ ଯେଉଁ ଯୋଗାଭ୍ୟାସ ଯେଉଁ ଅଭ୍ୟାସ କଥାଟା କୁହାହେଉଛୁ, ଯୋଗ ସାଧନ କରି ଆମେ ଯେଉଁ ସ୍ୱରୂପରେ ସ୍ଥିତ ହେଉଛୁ, ସ୍ୱରୂପରେ ସ୍ଥିତ ହେବା ପାଇଁ ଆମେ ସାଧନ କରୁଛୁ। ତ ସ୍ୱରୂପରେ ସ୍ଥିତ ହେବା ପାଇଁ ଯେଉଁ ସାଧନ କରୁଛୁ ତା ଦ୍ୱାରା ବୃତ୍ତି ଗୁଡ଼ିକର ନିରୋଧ ହେଉଛି। ତ ସେଇ ସ୍ଥିତିରେ ବାରମ୍ବାର ରହିବାର ଯତ୍ନ କରିବା। କାହିଁକି କରିବା? ତାର ଅର୍ଥ ହେଉଛି ଆମର ପ୍ରକୃତ ଆମର ସ୍ୱରୂପ ଅବସ୍ଥା ସେଟା ହେଉଛି ପ୍ରକୃତରେ ପରମପଦ, ସତ୍ୟଲୋକ, ବ୍ରହ୍ମଲୋକ, ଜ୍ଞାନଲୋକ ସେଇଟା ପ୍ରକୃତରେ। ଆଉ ତାକୁ ହିଁ ଜାଣିଲେ ଆମେ ଯାହା ବି କିଛି ଚାହୁଁଛୁ ଯୋଗ ସାଧନ ଦ୍ୱାରା ଆମର ସେ ପ୍ରାପ୍ତି ମଧ୍ୟ ହେଇଯିବ ଯୋଗ ସାଧନ। ସେଟା କାହିଁକିନା ସେଇଟା ହେଉଛି ପରମ ପଦ, ସେଇଟା ସବୁଠାରୁ ଶ୍ରେଷ୍ଠ ପଦ ସେଇଟା। ତ ଯୋଗାଭ୍ୟାସ କରିବା ପାଇଁ ହେଲେ ଯୋଗ ବିଷୟରେ ଆମର ପ୍ରକୃତ ଜ୍ଞାନ ହେବା ଦରକାର। ଆଉ ଏଇ ଯେଉଁ ପରମ ପଦ ପ୍ରାପ୍ତି ହେଲେ ଆମର ସ୍ଥୂଳ ସୂକ୍ଷ୍ମ ଦୁଇଟା ଯାକ ଶରୀର ଆମେ ତାର ସୁଧାର ହେଇପାରିବ। ତାର ସାଧନ ଆମର ଯେଉଁ ଯୋଗ ବିଷୟରେ ଅଭ୍ୟାସ କରିବା ପୂର୍ବରୁ ତାର ଯେଉଁ ଜ୍ଞାନଟି ଆବଶ୍ୟକ ସେ ଜ୍ଞାନ ଆମେ ପାଇବୁ ସଦ୍ଗୁରୁଦେବଙ୍କର ଯେଉଁ ଆତ୍ମଜ୍ଞାନ ପୁସ୍ତକ, ସେ ପୁସ୍ତକ ଗୁଡ଼ିକର ବାରମ୍ବାର ପୁସ୍ତକ ଗୁଡ଼ିକୁ ଭଲ ଭାବରେ ଅଧ୍ୟୟନ କରିବା, ପଢ଼ିବା। ପୁସ୍ତକ ଗୁଡ଼ିକୁ ପଢ଼ିଲେ ଆମେ ଯୋଗ ସମ୍ବନ୍ଧୀୟ ଜ୍ଞାନ ଆମେ ପାଇପାରିବା। ତ ଏଇ ଯେଉଁ ଯୋଗ ସମ୍ବନ୍ଧୀୟ ଜ୍ଞାନ ପୁସ୍ତକ ପଢ଼ିବା ଦ୍ୱାରା ଯେଉଁ ଆତ୍ମଜ୍ଞାନର ପୁସ୍ତକ ଏବଂ ଯୋଗର ଲାଭ ଏବଂ ତାର ଯେଉଁ ପ୍ରକୃତ ରହସ୍ୟ ସେ ବିଷୟରେ ଆମେ ସଦ୍ଗୁରୁଦେବଙ୍କର ବହିରୁ ଜାଣିପାରିବା। ଆମେ ଯୋଗ କରିବା ଆମର ସ୍ୱରୂପ ପ୍ରାପ୍ତି ପାଇଁ। ତ ସ୍ୱରୂପର ଜ୍ଞାନଟା ରହିବା ଦରକାର, ଯାହା ପୁସ୍ତକ ମାଧ୍ୟମରେ ଆତ୍ମଜ୍ଞାନ ଆକାରରେ ସଦ୍ଗୁରୁଦେବ ଆମ ପାଖରେ ମୁନି ସମାଜ ସିଦ୍ଧାନ୍ତକୁ ଏଠି ରଖିଛନ୍ତି ଯେ ସ୍ୱରୂପ ପ୍ରାପ୍ତିରେ ଜଣେ ମନୁଷ୍ୟ ସମସ୍ତ ପ୍ରକାର ସମସ୍ୟାର ସମାଧାନ ହେବ ଆଉ ସେ ସବୁକିଛି ଜାଣିପାରିବ। ତ ଆତ୍ମଜ୍ଞାନ ପୁସ୍ତକ ଗୁଡ଼ିକୁ ବାରମ୍ବାର ପଢ଼ିବା ଏବଂ ପଢ଼ିବା ସମୟରେ ଆମେ ପବିତ୍ର ହୋଇ ସଦ୍ଗୁରୁଦେବଙ୍କର ବହି ଗୁଡ଼ିକ ପଢ଼ିବା ଏବଂ ତାକୁ ଯେତିକି ପଢ଼ିବା ପୁଣି ତାକୁ ମନନ ଚିନ୍ତନ ବହୁତ ସମୟ ଧରି କରିବା ଦରକାର। ମନନ ଚିନ୍ତନ କଲେ ଆମ ଭିତରେ ଯେଉଁ ଆତ୍ମଜ୍ଞାନଟା ଦୃଢ଼ ହେବ, ଯୋଗ ଜ୍ଞାନଟା ଦୃଢ଼ ହେବ। ତ ଯୋଗ ଜ୍ଞାନ ଯେତେବେଳେ ଦୃଢ଼ ହେବ ଆମେ ଯୋଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ପାଇଯିବୁ। ତ ଏଇ ଯେଉଁ ଯୋଗ ସାଧନ ଜାଣିଗଲା ପରେ ପୁସ୍ତକ ମାଧ୍ୟମରେ ଏବଂ ମନନ ଚିନ୍ତନ କରିବା ଦ୍ୱାରା ଆମର ଯେଉଁ ଧାରଣା
আচ্ছা এই যোগ সাধনার মধ্যে এই যে পুস্তক পাঠ যেতবে আমি করবু আত্মজ্ঞান সম্বন্ধীয় পুস্তকগুড়ি যেতবে পাঠ করবু সেতবে আমার এই যে যম নিয়মর এই যে পালনরে বি আমার অষ্টাঙ্গ যোগর সাধন হয়ে যাଉଛି সাধন হয়ে যাব তার কারণ হচ্ছে আমি যেতবে এই পুস্তকগুড়ি নেই পুস্তকর বিষয়গুড়ি নেই যেত মনন চিন্তন করবু সে মনন চিন্তন করুଥିବା সময় আমার যেতবে প্রাণ যে প্রাণ শক্তি প্রাণ যা আসা করছে সেতবে প্রাণ যেতবে আমি একাগ্র হওয়া যাবু মনন চিন্তন করা সময় মনটা একাগ্র হোথিব সেই সময় যেতবে প্রাণর প্রাণ মন দুইটা যাক স্থির হোথিব স্থির হয়ে যাব একাগ্র হেলা বেলু সে স্থির হয়ে যাব সেতবে এই যে পুস্তকগুড়ির সেটা আমার অষ্টাঙ্গ যোগ পালন হয়ে যাব না অর্থাৎ আমার সেটা প্রাণায়াম ସେଥିରେ ମଧ୍ୟ ପ୍ରାଣାୟାମ ହେଇଯିବ ଆଉ ସେଥିରୁ ମନ ବାରମ୍ବାର ବାହାରି ଯାଉଥିବ କିନ୍ତୁ ମନନ ଚିନ୍ତନ କରୁ କରୁ ପୁଣି ବାରମ୍ବାର ତାକୁ ଟାଣି ଆଣିବାର ନାମ ହେଉଛି ଧାରଣା ଆଉ ବହୁତ ସମୟ ଧରିକି ତାକୁ କିଛି ସମୟ ଧରିକି ମନନ ଚିନ୍ତନ ଦ୍ୱାରା ଯେତେବେଳେ ଆମେ ସ୍ଥିର ହେଇଯିବୁ ସେତେବେଳେ ହେଉଛି ଆମର ଏହାର ଧ୍ୟାନ ଆତ୍ମଜ୍ଞାନର ପୁସ୍ତକର ସେଟା ଧ୍ୟାନ ହେଇଯିବ ପୁଣି ଧ୍ୟାନ ହେଇଗଲେ ଯେତେବେଳେ ଆମେ ପୁରା ସେଇଥିରେ ପୁରା ଆମେ ବୁଡ଼ିଯିବୁ ଯେତେବେଳେ ମାନେ ଯେତେବେଳେ ଆମେ ସମାହିତ ହେଇଯିବୁ ସେତେବେଳେ ଆମେ ସେଟା ସମାଧି ହେଇଯିବ ଯେଉଁ ଯୋଗାଭ୍ୟାସ ପୁସ୍ତକ ସମ୍ବନ୍ଧୀୟ ଯେଉଁ ସ୍ୱାଧ୍ୟାୟର ସମାଧି ହେଇଯିବ ତ ସ୍ୱାଧ୍ୟାୟର ସମାଧି ହେଇଯିବ ଯେତେବେଳେ ଆମର ସେ ଜ୍ଞାନଟିକୁ ଦୃଢ଼ ହେଇଯିବ ଯୋଗାଭ୍ୟାସର ଜ୍ଞାନ ଦୃଢ଼ ହେଇଯିବ ତ ଇଏ ଅଭ୍ୟାସର ପ୍ରଥମ ପାହାଚ ଆଗେ ଆମର ଦୁଇଟା ଥିଲା ଅଭ୍ୟାସ ବୈରାଗ୍ୟ ଦ୍ୱାରା ଦୁଇଟାକୁ ନିରୋଧ କରିହେବ ହଁ ତ ଏଇଟା ହେଉଛି ଅଭ୍ୟାସର ପ୍ରଥମ ପାହାଚ ଯେ ପୁସ୍ତକ ମାଧ୍ୟମରେ ଆମେ ଯୋଗାଭ୍ୟାସ କଲେ ବାଦ ବାକି ଯେଉଁ ରହୁଛି ଅନ୍ୟାନ୍ୟ ସାଧନ ଗୁଡ଼ିକ ଯେଉଁ ଅନ୍ୟାନ୍ୟ ସାଧନରେ ଆମର ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର ସେଟା କର୍ମ ମାଧ୍ୟମରେ ମାନେ ସେ ସାଧନ ମାଧ୍ୟମରେ ଏଗୁଡ଼ିକ ଆମର ସୁଧାର ହେବ ଶରୀର ସୁଧାର ମନ ସୁଧାର ସଂସାର ସୁଧାର ଆଉ ଯେ କେତେଗୁଡ଼ା ସାଧନ ଅଛି ତାଦ୍ୱାରା ଆମର ରକ୍ତ ସଞ୍ଚାଳନ କ୍ରିୟା ହେବ ଶରୀର ସୁସ୍ଥତା ଆସିବ ଆଉ ମନକୁ ଥକେଇବାର କାମ କରିବ ଆଉ ଅନ୍ୟାନ୍ୟ ଯେଉଁ ଯୋଗ ଅଭ୍ୟାସ ଗୁଡ଼ାକ ଅଛି ତ ଇଏ ଯେଉଁ ଏହାଦ୍ୱାରା ମନକୁ ଆମେ ବଶୀଭୂତ ଇନ୍ଦ୍ରିୟ ଠାରୁ ବି ବଶୀଭୂତ କରିପାରିବୁ ମନର ସ୍ଥିରତା ଆସିବ ପରିଶ୍ରମ କରିଦେଲେ ମନକୁ ଥକେଇ ଦେଲେ ସେ ଧ୍ୟାନ ପାଇଁ ଉପଯୋଗୀ ହେବ ତ ଧ୍ୟାନ ପାଇଁ ଉପଯୋଗୀ ହେଇଯିବ ଯେତେବେଳେ ପୁଣି ତାର ଏ ଯେତେଗୁଡ଼ା ସବୁ ବିଧି ମୁଁ ଆଲୋଚନା କରୁଛି ସେଗୁଡ଼ା ସବୁ ଆମର ମୁନି ସମାଜ ସାଧନ ମାଧ୍ୟମରେ ସେଗୁଡ଼ା ସବୁ ବତେଇ ଦିଆଯାଇଛି ଯେଉଁମାନେ ମୁନି ସମାଜକୁ ଆସିବେ ମୁନି ସମାଜର ସାଧନ ଗ୍ରହଣ କରିବେ ତାଙ୍କୁ ଏ ବିଷୟରେ ଜ୍ଞାନ ଦିଆଯିବ ଆଉ ସେମାନେ ତାଙ୍କ ଧାରଣାଟା ଏଇଟା ଦୃଢ଼ ହେବ ତ ଏଇ ଯେଉଁ ସାଧନ ଯେଉଁ ପୁଣି ଆମର ଯେଉଁ ସାଧନ ଗୁଡ଼ାକ ସେ କରିବ ଏ ସାଧନ କରିବା ଦ୍ୱାରା କ'ଣ ହେବ ନା ସମାଧି ସ୍ଥିତିକୁ ସେ ଯିବ ସ୍ୱରୂପ ସ୍ଥିତିକୁ ଯିବ ତ ଏଇ ଯେଉଁ ସାଧନର ଯେଉଁ ପ୍ରକ୍ରିୟା ଏମିତି ସେ କରୁଥିବ ତ ଇଏ ସାଧନ କରୁ କରୁ ସମାଧି ନ ପାଇଲେ ବି ଅନ୍ୟାନ୍ୟ ଉପକାର ପରପର ହେଉଥିବ ଅନ୍ୟାନ୍ୟ କିଛି କିଛି ଉପକାର ହେଉଥିବ ଆଚ୍ଛା ଏଇ ଯେଉଁ ମୁନି ସମାଜକୁ ଆସିଲେ ଏ ବିଷୟରେ ଯେଉଁ ଆମର ଜ୍ଞାନ ଦିଆଯିବ ଏ ବିଷୟରେ ବି ଯେଉଁ ସଦସ୍ୟତା ଗ୍ରହଣ କରିବେ ତାଙ୍କୁ ବୁଝେଇ ଦିଆଯିବ ଯେଉଁଟା ଆମେ ଆଲୋଚନା ବିଷୟକୁ ନେଇ ଆସିଛୁ ସେ ଅଭ୍ୟାସ ମାଧ୍ୟମରେ ଯେଉଁଟା ନେଇ ଆସିଛୁ ସେ ସାଧନ ମାଧ୍ୟମରେ ସେ ସାଧନ ଏଇଥିରୁ ଯିଏ ଶିକ୍ଷା ଲାଭ କରିକି ଯିବ ସେ ଆଉ ଅନ୍ୟ କାହାରିକୁ ଜଣାଇ ପାରିବ ନାହିଁ ଅନ୍ୟ କାହାରିକୁ ସେ ସାଧନ ଦେଖାଇ ପାରିବ ନାହିଁ କେତେବେଳେ ସେଥିରେ ତାଙ୍କର କିଛି ଅନ୍ୟମାନଙ୍କୁ ଦେଖାଇଲେ ବି ସେ କିଛି ଲାଭ କରିପାରିବେ ନାହିଁ ଏହାଦ୍ୱାରା ତାର ନିଜସ୍ୱ ଲାଭ ହେବ ତ ଏଇ ଯେଉଁ ସାଧନରେ ଆଉ କିଛି ଲୋକ ବି ମଧ୍ୟ ଯେଉଁମାନେ ସାଧନ ନେଇକି କିଛି କିଛି ଯେଉଁ ପ୍ରାପ୍ତି ହେଉଥିବ ଆମେ ପ୍ରତ୍ୟେକ ଦିନ ଯୋଗ ସାଧନ ଯେତେବେଳେ କରିବୁ କିଛି ନା କିଛି ଆମର ପ୍ରାପ୍ତ ହେଉଛି କିଛି ନା କିଛି ଆମର ଆମେ ଲାଭବାନ ହେଉଛୁ ତ ଯେଉଁ ସଦସ୍ୟମାନେ ଅଳ୍ପ 3 ମାସ 4 ମାସ 5 ମାସ ସଦସ୍ୟତା ଗ୍ରହଣ କରିକି କହୁଛନ୍ତି ଆମର କିଛି ଲାଭ ହେଉନି କାହିଁକି ତାଙ୍କ ମନରେ ଗୋଟେ ପ୍ରଶ୍ନ ଆସେ ଯେ ଆମର କିଛି ଲାଭ ହେଉନି
ତାଙ୍କର ବି ମଧ୍ୟ ଲାଭ ହେଉଛି, କିଛି ନା କିଛି ହେଉଛି। ତ ଯେଉଁମାନଙ୍କର ପୂର୍ବରୁ ସଂସ୍କାର ଥିବ ସେମାନେ ଯଦି ଏଇ ସାଧନର ଅଳ୍ପ ଦିନ ଆରମ୍ଭ କଲେ ତାର କିଛି ନା କିଛି ସେ ଉପକାର ପାଉଥିବ। ଅଳ୍ପ ଦିନ ଉପକାର ମିଳିଲେ ସେ ତାର ଯେଉଁ ସ୍ୱରୂପସ୍ଥ ହେବାର ଯେଉଁ ଲାଭ ସେଥିରେ ସେ କିଛି ସେ ତାଙ୍କର ସେ ଜ୍ଞାନ ଟିକେ ହେଉଥିବ, ସେ ପ୍ରାପ୍ତ ହେଉଥିବ, ସେ ପାଉଥିବେ ସାଧନ ଦ୍ୱାରା କିଛି ନା କିଛି ତାର ଉପକାର ହେଉଥିବ। ତ କିଛି ଲୋକ ପଚାରନ୍ତି ଯେ ଆମର କେତେ ଦିନ ପର୍ଯ୍ୟନ୍ତ ସାଧନ କରିବା? ତ ଏଇ ଯେଉଁ କେତେ ଦିନ ପର୍ଯ୍ୟନ୍ତ ଯେଉଁ ସାଧନ କରିବାର ଅଛି, ଯୋଗ ଏକ ଏମିତି କର୍ମ ତାର ଶେଷ କରିବାର ଆବଶ୍ୟକତା, ତାକୁ ଏକା ସାଙ୍ଗରେ ଆମେ ଜାଣିନେବା ବୁଝିଦେବା ଆଉ ଛାଡ଼ିଦେବା ସେଭଳିଆ କାର୍ଯ୍ୟ ସେଟା ନୁହେଁ। ଇଏ ଦୀର୍ଘ ଦିନର ସାଧନ, ଯେତେ ଯେତେ କରୁଥିବ ତାର ଇଏ ସ୍ଥୂଳ ଶରୀର ଇଏ ଜନ୍ମ ଇହ ଜନ୍ମ ପରଜନ୍ମ ଏଇସବୁ କର୍ମରେ ସେଗୁଡ଼ା ସବୁ ସାଧନର ଯେଉଁ ଅଭ୍ୟାସ ସଂସ୍କାର ଗୁଡ଼ିକ ତା ଭିତରେ ସଞ୍ଚୟ ହେଉଥିବ ଆଉ ୟା ଦ୍ୱାରା ସାଧକର ଲାଭ ହେଉଥିବ। ଇଏ ହେଉଛି ତତ୍ର ସ୍ଥିତ ଯତ୍ନ ଅଭ୍ୟାସ 13 ନମ୍ବର ସୂତ୍ରର। କେତେ ଦିନ କରିବା